এবং ଗୋଡ଼ା ଗ୍ରାମବାସୀମାନଙ୍କର ସାହାଯ୍ୟ ସହଯୋଗ ଏ ସମ୍ବନ୍ଧରେ ଆମେ ଅବଗତ ହେଲେ। ଯେ ସମସ୍ତେ ଆମେ ଏଠି ବସିଛେ ଆମ ନିଜ ନିଜର ଜୀବନକୁ ସାର୍ଥକ କରିବା ପାଇଁ ଦି ଦେବତାକୁ ତାଙ୍କର ସେବା କେନ୍ଦ୍ରକୁ ଆଶ୍ରୟ କରିଛେ। ତେଣୁ ଏମିତି ଗୋଟେ ପରିବେଶ ଭିତରେ ଲୋକନାଥ ମହିମାରେ ସବୁ କାମ ହେଇଛି ଯେ ଆମ ଲଳିତ କରୁଥିଲେ ଆମେ ସବୁ ପୁଣ୍ୟ ଅର୍ଜନ କରିବା ପାଇଁ ଅଛୁ, ପୁଣ୍ୟ ଅର୍ଜନ କରିବା ପାଇଁ ଅଛୁ। ତେଣୁ ଏଇଠି ଗୋଟେ ପରିବେଶ ସୃଷ୍ଟି ହେଇଛି ଯେ ପରିବେଶର ପବନ ବା ଧୂଳିକି ଯିଏ ଛୁଇଁବ ତାର ଜୀବନରେ ସାର୍ଥକ ହେଇଯିବ। ମୁଁ ଯେତେବେଳେ ପ୍ରଥମେ ଆସିଥିଲି ଏଠୁ ଆମର ଯେ MLA ପାଇଁ ଆମର ଠିଆ ହେଇଥାଏ ଏବେ ଆଜି ନହେଲେ କାଲି ହେବେ ଲୋକନାଥ ମହିମା ପ୍ରତାପ ଏମାନେ ସବୁ ଛୋଟ ଛୋଟ ପିଲା ଥିଲା ଏବଂ ଯେଉଁ ଜାଗାରେ ବସିଛ ଏ ଜାଗା କେତେ କଣ୍ଟକିତ ଥିଲା ସେଇମାନେ ଏଠି ଫୁଟବଲ ଖେଳନ୍ତି। ମୁଁ ଦେଖିଛି କେତେବେଳେ ଟୋକା ବୟସ ସବୁ ଫୁଟବଲ ଏଠି ଟୁର୍ଣ୍ଣାମେଣ୍ଟ କରନ୍ତି। ଏ ଜାଗାଟା କେତେ କଣ୍ଟକିତ ଥିଲା। ଗାଁ ଯାକ ଲୋକ ସଫା କରିଛନ୍ତି ଡମରଙ୍କ ନେତୃତ୍ୱରେ ହେଲା, 5 ପଇସା କେହି ନେଇ ନା। ଏ ଗାଁରେ କେତେ ଜଣ ଚାକିରି ଆସନ୍ତି ସିଏ ବର୍ତ୍ତମାନ ନାହାନ୍ତି। ସମସ୍ତେ ଆମେ ଅଛେ, ଜଣେ ନାହିଁ, କେସ୍ ନାହିଁ। ଡମରଙ୍କୁ ଆସିଲେ ତାଙ୍କର ପ୍ରଥମ ସାକ୍ଷାତ ହେଇଥିଲା। ତାଙ୍କର ଏମାନେ ସବୁ ସାନ ଭାଇ ହେବେ। ସେ କାଶୀବାବୁ ଜଣେ ଧରିଲେ, କାଶୀ ମହାରାଜ ଟିକେ ଅଛନ୍ତି ତାଙ୍କୁ ଧରିଲେ। ଧୀରେ ଧୀରେ ଗ୍ରାମବାସୀ ଏଣ୍ଟାର ଗ୍ରାମବାସୀ ଡେଡିକେଟ୍ ହେଲେ। ସେ ଜାଣୁନାହାନ୍ତି ଏଠି ସତ ହସ୍ପିଟାଲ ହେବ ନା ମିଛ ହସ୍ପିଟାଲ ହେବ। ତେଣୁ ଆମେ ସମସ୍ତେ ଏଠି ବସିଛେ। ଯେଉଁ ଲୋକଟି ଚାଲି ଯାଇଛି ସେ ବର୍ତ୍ତମାନ ଅଛି ନା ନାହିଁ? ଯେଉଁ ଲୋକଟି ଚାଲି ଯାଇଛି ଜଣେ ନୁହେଁ 4-5 ଜଣ ଯେଉଁମାନେ କି ଭିତରେ ଥାଏ ସବୁ ସେ ବର୍ତ୍ତମାନ ଅଛନ୍ତି ନା ନାହିଁ? ଯିଏ 30 ବର୍ଷ 25 ବର୍ଷ ଧରିକି ଜୀବନ ଦେଇକି ରାତି ଅଧୁରୁ ଉଠି ଆସି ସେବା କରୁଥିଲା ସେ ଚାଲିଗଲା ପରେ ତା ମାଇଣ୍ଡରେ କ'ଣ ହେଲା? ତାଙ୍କୁ କେହି ଦେଖିବେନି, କେହି ଛୁଇଁବେନି। ସେ ଭିତରେ ସେ କ'ଣ ଚିନ୍ତା କରି ଗଲେ? ମୋ ଦେବତା, ମୋ ଗାଁ, ମୋ ଦେବତା, ମୋ ହସ୍ପିଟାଲ। ୟା ଭିତରେ କ'ଣ ଚିନ୍ତା ଥିବ କହ? କାରଣ ଶରୀରଟା ରହିଲା ହସ୍ପିଟାଲ ଭିତରେ, ଅଲ୍ ଟାଇମ୍ ମନ କ'ଣ ରହିଲା? ଜୟ ଜଗନ୍ନାଥ, ମୋର ଆରାଧ୍ୟ ଠାକୁର, ମୋ ଗ୍ରାମବାସୀ ଯିଏକି ମୋତେ ସାହାଯ୍ୟ କରିଥିଲେ ଏବଂ ସେବା କେନ୍ଦ୍ର ଯେଉଁଠି ଲୋକମାନଙ୍କର ସେବା କରାଗଲା। ତେଣୁ ଆତ୍ମାଟା କେଉଁଠି ଅଛି ଆଉ କେହି କହିପାରିବେନି। ଜମର ବର୍ତ୍ତମାନ କେଉଁଠି ଅଛନ୍ତି କେହି କହିପାରିବେ? ଏ ଗାଁରେ ଯେଉଁମାନେ ସବୁ ଚାଲି ଯାଇଛନ୍ତି କେଉଁଠି ଅଛନ୍ତି କେହି କହିପାରିବେ? ହେଲା, ଏ ଗୋଟେ ଅକେଜନ ମିଳିଲା, ଅପରଚ୍ୟୁନିଟି ମିଳିଲା, ସେ ଆତ୍ମାର ସାଲଭେସନ୍ ହବା ହେଲା, ମୁକ୍ତି ପାଇଁ ଗୋଟେ ବାଟ ମିଳିଲା। ତେଣୁ ଦୀର୍ଘ 25-30 ବର୍ଷ ଭିତରେ ଡମ୍ବରଙ୍କ ସବୁ ଅନୁଭୂତି ନେଇକି ସେ ବର୍ତ୍ତମାନ ଏ ଛାତ ଉପରେ ସେ ବସି ସେ ଦେଖୁଛନ୍ତି ଯେ ଯେଉଁ କାମଟା ଷ୍ଟାର୍ଟେଡ୍ ବାଇ ଯେଉଁଟା ଆରମ୍ଭ ହେଇଥିଲା ଠିକ୍ ଚାଲିছে ନା ନାହିଁ। ସେ ବର୍ତ୍ତମାନ ଅଶରୀରୀ ଆତ୍ମା, ହାଡ଼ ମାଂସର ଶରୀର ନାହିଁ, ଅଶରୀରୀ ଆତ୍ମା। ତେଣୁ ଅଶରୀରୀ ଆତ୍ମାଟା ହାଡ଼ ମାଂସ ଶରୀର ଠାରୁ ପାୱାରଫୁଲ୍। ମାଇଣ୍ଡ ଇଜ୍ ମୋର୍ ପାୱାରଫୁଲ୍ ଦେନ୍ ଦି ବଡି ହେଲା। ଏବଂ ସେ ଅମୃତ ବୃଷ୍ଟି କରୁଛନ୍ତି। ମୁଁ ଅଛି, ମୁଁ ଏଇଠି ଏଇ ଯୁগে ଆସିଛି ଏମାନଙ୍କୁ ଦେଖିବା ପାଇଁ ନୁହେଁ। ଏଇ ଯେଉଁ ହସ୍ପିଟାଲ ଭାବଧାରା, ବାରମ୍ବାର ପୁଣ୍ୟ କଥା, ବାରମ୍ବାର ନିଷ୍କାମ ସେବା କଥା ହେଲା, ସେ ଆଉ ଜୟ ଜଗନ୍ନାଥ ଜୟ ଲୋକନାଥ ଧ୍ୱନିରେ ସେ ଆତ୍ମା ହାଲକା ହେଇକି ଊର୍ଦ୍ଧ୍ୱଗତି ହେବ। ଊର୍ଦ୍ଧ୍ୱଗତି ହେବ ଅର୍ଥ ଯେଉଁଠୁ ଆସିছে ସେ ଜାଗାକୁ ଚାଲିଯାଏ। କାହାରି ଶରୀର ଏଠି ରହିବନି ହେଲା, ଗଲାବେଳେ କେହି କିଛି ନେବାର କିନ୍ତୁ ଫିଲ୍ଡଟା ସେ ତିଆରି କରିଦେଇଛନ୍ତି, ଅକେଜନଟା କରିଦେଇଛନ୍ତି। ସେ ନିଜେ ଆସିକି ୟାର ପ୍ରଭାବରେ ସେ ଆତ୍ମା ହାଲକା ହେଲେ ଊର୍ଦ୍ଧ୍ୱଗତି ହେବ। ତେଣୁ ମଣିଷ ଆସିଛି ଊର୍ଦ୍ଧ୍ୱଗତି ହେଲେ ଦେବତାର ସ୍ତରକୁ ଯିବା,
ନିମ୍ନଗତି ହେଲା ପଶୁ ସ୍ତରକୁ ଚାଲିଥିଲା ମଝିରେ ଆମେ ଆସିଲା ମ୍ୟାନ୍ ଟୁ ବି ଡିଭାଇଡ୍ ଟୁ ବି ଆନିମାଲ୍ ହେଲା ଉପରକୁ ଗଲେ ଦେବତାର ସ୍ୱରୂପ ଯେଉଁ ସ୍ୱରୂପ ପ୍ରାପ୍ତ ହେବା ପାଇଁ ନୀଳାଚଳ ସତ୍ସଙ୍ଗ ଚାଲିଛି ଜଗନ୍ନାଥ ଲୋକନାଥ ମହାପ୍ରଭୁ ଆଉ ଯଦି ତଳକୁ ଖସିଯିବା ତାହେଲେ ଇଏ କ'ଣ ପଶୁ ସ୍ତରକୁ ଚାଲିଛି ତେଣୁ ଏଇ ଜିନିଷ ଗୁଡ଼ାକ ସମସ୍ତେ ପାଇପାରିବେ। ଆଚ୍ଛା ଯେଉଁ ପ୍ଲାଟଫର୍ମରେ ଏଠି ବାବୁମାନଙ୍କୁ ଆପଣମାନେ ଦେଖୁଛନ୍ତି ଏଇଟା ହେଉଛି ନୀଳାଚଳ ସତ୍ସଙ୍ଗର ବାର୍ଷିକ ଉତ୍ସବ ଡାକ୍ତରଖାନାଟି ବାର୍ଷିକ ଉତ୍ସବ ହେଲା ସତ୍ସଙ୍ଗ ଭିତରେ ଏଠି 5 ଜଣ ଡାକ୍ତର ଆମର ବସିଛନ୍ତି ଏକରେ ଜେନାମଣି ବାବୁ ଦୁଇରେ ଆମର ଇଏ ଆମର ଲଳିତ ବାବୁ 3ରେ ବସୁଛନ୍ତି ଆମର ଇଏ ମିଲିଟାରୀ ଡାକ୍ତର ଭାସ୍କର ବାବୁ ତାପରେ ଆମର ସୂର୍ଯ୍ୟକାନ୍ତ ଡାକ୍ତର ବାବୁ ଆଉ ଜଣେ ପଛଆଡ଼େ ବସୁଛନ୍ତି ସରୋଜ ହେଲା ଏ ଯେଉଁ ସତ୍ସଙ୍ଗରେ କୀର୍ତ୍ତନ ଡୋଲ ବାଡ଼େଇଲେ ଡାକ୍ତରମାନଙ୍କୁ ଡାକିବ ଏ ଗୋଟେ ଶସ୍ୟର ବାସ ହେଉଛି ହେଲା ଏମାନେ ୱାଇ ଦେ ଆର୍ କମିଂ ହେଲା ଟୁ ମେକ୍ ଦେୟାର ଲାଇଫ୍ ମିନିଙ୍ଗଫୁଲ୍ ଫ୍ରୁଟଫୁଲ୍ ମୃତ୍ୟୁ ପୂର୍ବରୁ ଯେମିତି ଚିନ୍ତା ନ ଆସେ ମୋ ଜୀବନଟା ବ୍ୟର୍ଥ ହୋଇଗଲା ହେଲା ସମସ୍ତେ ସବୁ ଜିନିଷ ଛାଡ଼ିବାକୁ ପଡ଼ିବ ହେଲା ଗୋଟେ ଚିରନ୍ତନ ସୋପାନ ପାଇଁ ଚିରନ୍ତନ ଜୀବନ ସୂର୍ଯ୍ୟ କେଉଁଠି ଅସ୍ତ ହୁଏ କେଉଁଠି ଉଦୟ ହୁଏ ଆମେ କହୁଛେ ବର୍ତ୍ତମାନ ସୂର୍ଯ୍ୟ ଉଦୟ ହେଲା ତାପରେ ସନ୍ଧ୍ୟା ପୂର୍ବରୁ କହୁଛେ ସୂର୍ଯ୍ୟ ଅସ୍ତ ହେଲା ତାହେଲେ ଯେଉଁ ସୂର୍ଯ୍ୟଟା ଜନ୍ମ ହୋଇଥିଲା ସେ ସୂର୍ଯ୍ୟଟା ମରିଗଲା ସୂର୍ଯ୍ୟ ଏଠି ଉଦୟ ହେଲେ ସେଠି ଅସ୍ତ ହେଉଛି ଗୋଟେ ମଣିଷ ଏଠି ମରିଲେ ଆମେରିକାରେ ଜନ୍ମ ହେଉଛି ହେଲା ସୂର୍ଯ୍ୟର ରାଇଜିଂ ଆଣ୍ଡ ସେଟିଂ ଦୁଇଟା କହୁଛେ ରାଇଜିଂ ନାହିଁ ସେଟିଂ ନାହିଁ ଦି ସନ୍ ଇଜ୍ ଅଲୱେଜ୍ ଇଜ୍ ଆଣ୍ଡ ଇଜ୍ ହେଲା କେଉଁଠି ଜଣାପଡ଼ୁଛି ସେ ଉଦୟ ହେଲା ଭଳିଆ କେଉଁଠି ଜଣାପଡ଼ୁଛି ଅସ୍ତ ଭଳିଆ କିନ୍ତୁ ତାର ଉଦୟ ନାହିଁ ଅସ୍ତ ସେମିତି ଆମେ ଭାବୁଛୁ ଲୋକଟା ମରିଗଲା ଆମେ ସେ ନ୍ୟୁ ଲାଇଫ୍ ହେଲା ଗୋଟେ ନୂଆ ଜୀବନ ପାଇଲା ତାହେଲେ ଇଠୁ ଗଲା ସେଠି ଗଲା ହେଲା ତେଣୁ ଲାଇଫ୍ ଇଜ୍ ଇଟର୍ନାଲ୍ ଲାଇଫ୍ ଇଜ୍ ହାଜ୍ ନୋ ଡେଥ୍ ଆମ ଭିତରେ ଯେଉଁ ଜୀବନ ଅଛି ଜୀବନଟା ହେଉଛି ଚିରନ୍ତନ ସ୍ରୋତର ତରଙ୍ଗ ଏହାର ମୃତ୍ୟୁ କେବେ ନାହିଁ ଆଉ ବାରମ୍ବାର ଜନ୍ମ ନେଉଛେ ଶୋଧନ ହେବା ପାଇଁ ହେଲା ବାରମ୍ବାର ଜନ୍ମ ନେଉଛେ ଶୋଧନ ହେବା ପାଇଁ ତେଣୁ ଗୋଟେ ଅକେଜନରେ ପାଇଛେ ଲୋକନାଥଙ୍କର ତାଙ୍କ ଆଶୀର୍ବାଦରେ ଏଠି ଆଇଛି ତାହେଲେ ଯେଉଁ ସେବା କାର୍ଯ୍ୟ ଏଠି ଚାଲିଛି ବା ସତ୍ସଙ୍ଗ ଚାଲିଛି এটা ম্যান মেড না গডস গ্রেস মনোলগ গডস গ্রেস ভগবানଙ୍କର କୃପାରେ ହେଇଛେ ନା ଆମେ ଅହଙ୍କାର ଦେଖିବା ପାଇଁ ଏହାକୁ ତିଆରି କରିଛେ ଲୋକମାନେ ଦେଖନ୍ତୁ ଆମେ କେଡ଼େ କେଡ଼େ ଡାକ୍ତର ଲୋକମାନେ ଦେଖନ୍ତୁ କେଡ଼େ କେଡ଼େ ବକ୍ତା ଧୀରେ ଧୀରେ ସମସ୍ତେ ଅନୁଭବ କରିବ ଆଉ ଯେଉଁମାନେ ବସିଛ କରିଛ ହେଲା ଏକର ମହିମା ସମସ୍ତେ ଅନୁଭବ ଆଣିବେ ହେଲା ମହାଶିବରାତ୍ରି ଗଲା କୋଟି କୋଟି ଦୀପ ଜଳେ କୋଟି କୋଟି ଦୀପ ଜଳିଲା ସମସ୍ତେ ଡାକ୍ତର ଜଣେ କହୁଛି ଯେ ମୋର ଏମିତି ଘରେ ଅସୁବିଧା ଅଛି ମୁଁ ବର୍ଷେ ହେଲା ଆସିପାରୁନି ଲାଷ୍ଟ ବେଳେ ତାଙ୍କ ଦେହ ଖରାପ ତାହେଲେ ଡାକ୍ତର କହୁଛନ୍ତି ତାଙ୍କ ଝିଅର ଦେହ ଖରାପ ହେଲା ତେଣୁ ମୋର ଗୋଟେ ଧାରଣା ଥିଲା ଯେ ଡାକ୍ତର ଯେହେତୁ ଜୀବନ ଦେଉଛନ୍ତି ଦେ ଆର୍ ଇମୋର୍ଟାଲ୍ ଡେଥଲେସ୍ ଡାକ୍ତରମାନେ ମରନ୍ତି ମିଳିଲେ ମୋର ପିଲାଦିନ ଗୋଟେ ଥଟ୍ ହେଲା ଯେ ସମସ୍ତେ ଜୀବନ ଦେଉଛନ୍ତି ତେଣୁ ନୂଆ ଆଦର୍ଶର ହସ୍ପିଟାଲ ହେଇଛି ଯେ ଆମର ବେଶୀ ପ୍ରବଚନ ଦେଲେ ଜଗନ୍ନାଥ ଲୋକନାଥ ଭାବଧାରା ଗୀତା ଭାଗବତର ଭାବଧାରା ବେଶୀ ପ୍ରବଚନ ଦେଲେ ପ୍ରବଚନ ଗୁଡ଼ାକ ବୃଥା ହେଇଥାଏ ଆଚ୍ଛା ଡାକ୍ତରମାନେ ବେଶୀ ଭାଷଣ ଦେଇପାରିବେ ନା ଆମେ ବେଶୀ ଭାଷଣ ଦେଇପାରିବୁ ଆମେ ଯିଏ ସବୁ ଗୋଷ୍ଠୀ ଶ୍ଲୋକ କିଏ ବେଶୀ ଭାଷଣ ଦେଇପାରିବେ ସବୁ ଡାକ୍ତରମାନେ ଅଲ୍ ଟାଇମ୍ ୱାର୍କ ଆଣ୍ଡ ୱାର୍କ ସେ ତାଙ୍କ ଜୀବନଟା ଷ୍ଟୁଡେଣ୍ଟ ଲାଇଫ୍ ହଉ କି ପ୍ରଫେସନାଲ ଲାଇଫ୍ ହଉ ଏମିତି ବିଜି ରହୁଛନ୍ତି ବୋଲେ କଥା କହିବା ପାଇଁ ଟାଇମ୍ ନାହିଁ ହେଲା ଧୀର ସ୍ଥିର ଶାନ୍ତ ସ୍ୱଭାବ ତେଣୁ ଡାକ୍ତରଖାନାଟା କ'ଣ ଗୋଟେ ବଡ଼ ମିଟିଂ ତାଙ୍କର ହେଇଥିଲା ସୂର୍ଯ୍ୟକାନ୍ତ କରିଥିଲେ ଗୋଟେ ଅଲ୍ ଓଡ଼ିଶା ନ୍ୟୁରୋ ସର୍ଜନ୍ସ ଗୋଟେ କନଫରେନ୍ସ ହେଇଥିଲା ବୁର୍ଲାରେ ହେଲା ସେଠି ତାଙ୍କର ଗୋଟେ ବ୍ରେନ୍ର ଗୋଟେ ଟ୍ୟୁମର ଉପରେ ଆଲୋଚନା ହେଉଥିଲା ତାଙ୍କୁ କହିପାରିବିନି ହେଲା ସମସ୍ତେ ଭିନ୍ନ ପ୍ରକାର ସତ୍ସଙ୍ଗ ଦେଲେ କେଉଁ ପ୍ରକାର ଏଇଟା
ମାଷ୍ଟର ମୋତେ ଡାକିଦେଲେ ଯେ ଆପଣ ସାଇନ୍ସ ଆଣ୍ଡ ରିଲିଜନ ଉପରେ ଟିକେ କହିବେ। ମୁଁ ତୁମ ଡାକ୍ତରମାନେ ସାଇନ୍ସ ଜାଣିନ ନା ରିଲିଜନ ଜାଣିନ ଆମେ କ'ଣ କହିବୁ ତୁମକୁ? କିଏ କାହାକୁ କିଛି କହିକି କାହାକୁ କରିଦିଏ। ଯେଉଁ ପ୍ଲାଟଫର୍ମରେ ଶୁଣିଲ ଯେଉଁମାନଙ୍କ ଭିତରେ ଦେବତ୍ୱ ଅଛି, ସେବା କାର୍ଯ୍ୟରେ ଘର ଦ୍ୱାର ବୋଲିକି କାମ କରୁଛନ୍ତି, ତାଙ୍କୁ କିଏ ତିଆରି କରିଛି? ମୁଁ ପିଲାଟାକୁ ଗଢ଼ୁଛି, ପୁଅଟାକୁ ଗଢ଼ୁଛି, ଝିଅଟାକୁ ଗଢ଼ୁଛି। ଗଣେଶ ଗଢ଼ୁ ଗଢ଼ୁ ସେ କାର୍ତ୍ତିକ ହେଇଗଲା, କାର୍ତ୍ତିକ ଗଢ଼ୁ ଗଢ଼ୁ ସେ ରାବଣ ହେଇଗଲା। ହେଲା ମଣିଷ ତିଆରି କରିପାରିବେ, ମଣିଷ ଆମେ ତିଆରି କରିପାରିବା। ତେଣୁ ଯେଉଁ ମଣିଷ ଭିତରେ ଦେବତ୍ୱ ଦେଖୁଛ, ଐଶ୍ୱର୍ଯ୍ୟ ଦେଖୁଛ, ଇଟ୍ ଇଜ୍ ନଟ୍ ମ୍ୟାନ୍ ମେଡ୍। ଏ ମ୍ୟାନ୍ ଇଜ୍ ନଟ୍ ମେଡ୍, ଏ ମ୍ୟାନ୍ ଇଜ୍ ବର୍ନ। ପିତା ମାତାଙ୍କର ପୂର୍ବ ଐଶ୍ୱର୍ଯ୍ୟରେ, ପୂର୍ବ ସ୍ପିରିଚୁଆଲିଟିରେ, ଆଧ୍ୟାତ୍ମିକ ଭାବରେ ଏସବୁ ଜୀବ ସମସ୍ତେ ଏଠି ବସିପାରିବେ। ସମସ୍ତେ ଆଚ୍ଛା ଡାକ୍ତର ତ ଲକ୍ଷ ଲୋକ ଅଛନ୍ତି ଓଡ଼ିଶାରେ, 3-4 ଜଣ କେମିତି ଆସିକି ସେବା କରୁଛନ୍ତି? ଡାକ୍ତରଖାନା ଲୋକନାଥଙ୍କର ମାନେ 4ଟି ବ୍ୟାପ୍ତ ହେଇଛି, 4ଆଡ଼େ ବ୍ୟାପ୍ତ ହେଇଛି। ତେଣୁ ଏଇ ଭାବରେ ଆମେ ଏଠି ରହିଛେ ଯେ ପ୍ରତ୍ୟେକ ଡାକ୍ତରଖାନାଟା ଗୋଟେ ଜମାଳୟ ନା ଗୋଟେ ବୈକୁଣ୍ଠପୁର? କଟକ ଇଏ ଅର୍ଥୋପେଟିକ୍ସରେ ପଶିଯିବ, ଗୋଟେ ଅପରେସନ୍ ଥିଏଟରରେ ପଶିଯିବ, ତେଣୁ କ'ଣ ଅନୁଭବ କରିବ? ଏଇଟା ଗୋଟେ ଜମାଳୟ, 4ଆଡ଼େ ଚିତ୍କାର, ହାହାକାର, ଦୁଃଖ, ପେନ୍, ସଫରିଂ। ତାକୁ କ'ଣ କହିବ? ଜମାଳୟ ନା ବୈକୁଣ୍ଠପୁର? କ'ଣ କହିବ? ପାଟି କରି କହୁନ। ସେଟା ହେଉଛି ଜମାଳୟ। ଜଣଙ୍କର ଗୋଟେ ବଥ ହେଇଥିଲା, ଛଟପଟ ହେଉଥିଲା ଯେ ଜଣେ ଡାକ୍ତର ବାବୁ